ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ଦେଶ ଆଜି ପାଳନ କରୁଛି 77ତମ ସାଧାରଣତନ୍ତ୍ର ଦିବସ। କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପାଳନର ନେତୃତ୍ୱ ନେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ଓ ପ୍ରତିରକ୍ଷା ମନ୍ତ୍ରୀ। ସଶସ୍ତ୍ର ବାହିନୀର 70 ଜଣ କର୍ମଚାରୀଙ୍କ ପାଇଁ ବୀରତ୍ୱ ପୁରସ୍କାରକୁ ଅନୁମୋଦନ କଲେ ରାଷ୍ଟ୍ରପତି। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅଶୋକ ଚକ୍ର ପୁରସ୍କାରରେ ସମ୍ମାନିତ। ଫିଲିପାଇନ୍ସର ଦକ୍ଷିଣାଞ୍ଚଳରେ ଜାହାଜ ବୁଡ଼ି ଘଟଣାରେ 13ଟି ମୃତଦେହ ଉଦ୍ଧାର, 100ରୁ ଅଧିକ ନିଖୋଜ। ଏବଂ ମହିଳା ପ୍ରିମିୟର ଲିଗ୍ରେ ବଦୋଦରାରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ଦେଶ ଆଜି 77ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପାଳନ କରିବାରେ ରାଷ୍ଟ୍ରର ନେତୃତ୍ୱ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ଯୁଦ୍ଧ ସ୍ମାରକୀ ଗସ୍ତ ସହିତ ଏହି ସମାରୋହ ଆରମ୍ଭ ହୋଇଥିଲା, ଯେଉଁଠାରେ ସେ ପୁଷ୍ପମାଲ୍ୟ ଅର୍ପଣ କରି ଶହୀଦ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ୟାରେଡ୍ର ମୁଖ୍ୟ ଅତିଥି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହ କର୍ତ୍ତବ୍ୟ ପଥରେ ପହଞ୍ଚିଥିଲେ। ଜାତୀୟ ପତାକା ଉତ୍ତୋଳନ ପରେ 105 mm ଲାଇଟ୍ ଫିଲ୍ଡ ଗନ୍ ବ୍ୟବହାର କରି 21 ତୋପ ସଲାମି ସହିତ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। କର୍ତ୍ତବ୍ୟ ପଥରେ ଆଜି ଗଣତନ୍ତ୍ର ଦିବସ ପରେଡ୍ ଭାରତର ସାଂସ୍କୃତିକ ବିବିଧତା ଏବଂ ସାମରିକ ଶକ୍ତିର ଏକ ଅନନ୍ୟ ମିଶ୍ରଣ ଦେଖିବାକୁ ମିଳିଥିଲା। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ସ୍ୱତନ୍ତ୍ରତାର ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ। ପରେଡ୍ ସମୟରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗର 30ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକ 150 ବର୍ଷର ଜାତୀୟ ଗୀତ ବନ୍ଦେ ମାତରମ୍ର ଏକ ଅନନ୍ୟ ମିଶ୍ରଣ ଏବଂ ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି ପଛରେ ଦେଶର ଦ୍ରୁତ ପ୍ରଗତି ପ୍ରଦର୍ଶନ କରି ଦେଶର ସାଂସ୍କୃତିକ ବିବିଧତାକୁ ପ୍ରଦର୍ଶିତ କରିଥିଲା। ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ସେନା ଦ୍ୱାରା ବ୍ୟବହୃତ ପ୍ରମୁଖ ଅସ୍ତ୍ର ପ୍ରଣାଳୀର ପ୍ରତିକୃତି ପ୍ରଦର୍ଶିତ କରୁଥିବା ଏକ ତ୍ରିସେବା ପ୍ରଜ୍ଞାପନ ମେଢ଼ ପରେଡ୍ରେ ମୁଖ୍ୟ ଆକର୍ଷଣ ସାଜିଥିଲା। ବ୍ରହ୍ମୋସ୍ ଏବଂ ଆକାଶ ଅସ୍ତ୍ର ପ୍ରଣାଳୀ, ଗଭୀର ଷ୍ଟ୍ରାଇକ୍ କ୍ଷମତା ସହିତ ରକେଟ୍ ଲଞ୍ଚର ସିଷ୍ଟମ ସୂର୍ଯ୍ୟାସ୍ତ୍ର ଏବଂ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଅର୍ଜୁନକୁ ମଧ୍ୟ ଆଜି କର୍ତ୍ତବ୍ୟ ପଥରେ ପରେଡ୍ ସମୟରେ ପ୍ରଦର୍ଶିତ କରାଯାଇଥିଲା। ରାଫେଲ, ସୁ-30, C-295, MiG-29 ଆପାଚି ସମେତ 29ଟି ଭାରତୀୟ ବାୟୁସେନା ବିମାନ ଦ୍ୱାରା ଫ୍ଲାଇ ପାଷ୍ଟ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ପରେଡ୍ ସମୟରେ 2500ରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ, ଯେଉଁଥିରେ ବିଭିନ୍ନ ବର୍ଗର ସ୍ୱତନ୍ତ୍ର ଅତିଥିମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ 77ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ଏବଂ ବିଦେଶରେ ବସବାସ କରୁଥିବା ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଏହି ଦିନ ଭାରତକୁ ଏକ ସ୍ପନ୍ଦିତ ଗଣତନ୍ତ୍ର ଭାବେ ପାଳନ କରେ, ଯାହା ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱର କାଳଜୟୀ ଆଦର୍ଶ ଉପରେ ପ୍ରତିଷ୍ଠିତ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ଦେଶର ନାଗରିକମାନଙ୍କ ମଧ୍ୟରେ ଶକ୍ତି ଏବଂ ଉତ୍ସାହର ନବୀକରଣ ହେଉ ବୋଲି ଶ୍ରୀ ମୋଦି କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା ଦେଶର ଶକ୍ତିଶାଳୀ ଗଣତନ୍ତ୍ରର ମୂଳଦୁଆ ପକାଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ସମ୍ବିଧାନ ନିର୍ମାତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଛନ୍ତି, ଭାରତ ହେଉଛି ଏକ ଗଣତାନ୍ତ୍ରିକ ଦେଶ, ଯେଉଁଠାରେ ନାଗରିକଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି। ଗଣତନ୍ତ୍ର କେବଳ ଲୋକଙ୍କର ଏବଂ ଲୋକମାନଙ୍କ ଦ୍ୱାରା ନୁହେଁ, ବରଂ ଲୋକଙ୍କ ପାଇଁ ମଧ୍ୟ ସ୍ଥିର ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଏକ ଇଂରାଜୀ ଦୈନିକ ଖବରକାଗଜ ପାଇଁ ପ୍ରବନ୍ଧ ଲେଖି ମନ୍ତ୍ରୀ କହିଛନ୍ତି, ରାଜ୍ୟ କେତେ ବିଶ୍ୱସ୍ତ ଭାବରେ ଏହାର ଲୋକଙ୍କ ସେବା କରୁଛି, ତାହା ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ରର ପ୍ରତିଶ୍ରୁତିର ମୂଲ୍ୟାଙ୍କନକୁ ପ୍ରଦର୍ଶିତ କରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 70 ଜଣ ସଶସ୍ତ୍ର ବାହିନୀ କର୍ମଚାରୀଙ୍କ ପାଇଁ ବୀରତ୍ୱ ପୁରସ୍କାରକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ 6ଟି ମରଣୋତ୍ତର ପୁରସ୍କାର ଅନ୍ତର୍ଭୁକ୍ତ।
ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପରିଦର୍ଶନ କରିବାରେ ପ୍ରଥମ ଭାରତୀୟ ହୋଇ ଇତିହାସ ସୃଷ୍ଟି କରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ସୁଭାଷ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ଅଶୋକ ଚକ୍ରରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ମେଜର ଅର୍ଶଦୀପ ସିଂ, ନାଇବ ସୁବେଦାର ଦୋଲେଶ୍ୱର ସୁଭାଷ ସିଂ ଏବଂ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ୍ ନାୟରଙ୍କୁ କୀର୍ତ୍ତି ଚକ୍ର ପ୍ରଦାନ କରାଯାଇଛି। ଏହା ସହିତ ଗୋଟିଏ ମରଣୋତ୍ତର ସମେତ 13ଟି ଶୌର୍ଯ୍ୟ ଚକ୍ର, ଗୋଟିଏ ବୀରତ୍ୱ ବାର୍ 2 ସେନା ପଦକ, 5ଟି ମରଣୋତ୍ତର ସମେତ 44ଟି ବୀରତ୍ୱ ସେନା ପଦକ, 6ଟି ବୀରତ୍ୱ ନୌସେନା ପଦକ ଏବଂ 2ଟି ବୀରତ୍ୱ ବାୟୁସେନା ପଦକ ମଧ୍ୟ ସଶସ୍ତ୍ର ସେନା କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ସଶସ୍ତ୍ର ବାହିନୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ 301ଟି ସାମରିକ ଶଯ୍ୟା ମଧ୍ୟ ଅନୁମୋଦନ କରିଛନ୍ତି। ଏତଦ୍ବ୍ୟତୀତ ରାଷ୍ଟ୍ରପତି ସଶସ୍ତ୍ର ବାହିନୀ କର୍ମଚାରୀଙ୍କୁ 98ଟି ପ୍ରଶସ୍ତି ପତ୍ର ଅନୁମୋଦନ କରିଛନ୍ତି। ଏଥିରେ 5ଟି ମରଣୋତ୍ତର ଅନ୍ତର୍ଭୁକ୍ତ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଅଷ୍ଟ୍ରେଲିଆ ଦିବସ ଅବସରରେ ଅଷ୍ଟ୍ରେଲୀୟ ଜନସାଧାରଣ ଏବଂ ତାଙ୍କ ପ୍ରତିପକ୍ଷ ପେନି ୱଙ୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀର ନିରନ୍ତର ଅଭିବୃଦ୍ଧି ଏବଂ ଗଭୀରତାକୁ ଭାରତ ଗୁରୁତ୍ୱ ପ୍ରଦାନ କରୁଛି। ଭାରତର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବସିରହାଟ 2 ବ୍ଲକର ବିଡିଓ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ AERO ସୁମିତ୍ର ପ୍ରତିମ ପ୍ରଧାନଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବସିରହାଟ ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟର ତାଲିକା ସଂଶୋଧନ ଶୁଣାଣିରେ ଅନିୟମିତତା ଅଭିଯୋଗ ପରେ ଏହି ନିଲମ୍ବନ କରାଯାଇଥିଲା। ତାଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଦାୟିତ୍ୱରୁ ମଧ୍ୟ ହଟାଇ ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଏକ ଚିଠିରେ ଆୟୋଗ ଉତ୍ତର ବସିରହାଟ ନିର୍ବାଚନ ମଣ୍ଡଳୀ 125ରେ ଶୁଣାଣି ସମୟରେ ଏକାଧିକ ନିୟମ ଉଲ୍ଲଂଘନ ହୋଇଥିବା ଉଲ୍ଲେଖ କରିଛନ୍ତି। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗସ୍ କହିଛନ୍ତି, ଆମେରିକା ସହିତ ମତଭେଦ କୂଟନୈତିକ ସ୍ତରରେ ସମାଧାନ କରାଯିବ। ଗତକାଲି ଉତ୍ତର ପୂର୍ବ ଭେନେଜୁଏଲାର ପୁଏଟୋ ଲା କ୍ରୁଜ୍ ବିଶୋଧନାଗାରରେ ତୈଳ କର୍ମଚାରୀଙ୍କ ସହ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରୋଡ୍ରିଗସ୍ କହିଛନ୍ତି, ତାଙ୍କ ସରକାର ୱାଶିଂଟନ୍ ସହିତ ଦୀର୍ଘଦିନର ବିବାଦକୁ ସାମ୍ନାସାମ୍ନି ସମାଧାନ କରିବେ, ଯାହାକୁ ସେ ବଲିଭିଆର କୂଟନୀତି ବୋଲି ବର୍ଣ୍ଣନା କରିଛନ୍ତି। ଆମେରିକା ରାଷ୍ଟ୍ରଦୂତ ଜାରେଡ୍ କୁଶ୍ନର ଏବଂ ଷ୍ଟିଭ୍ ୱିଟ୍କଫ୍ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ଗାଜା ଏବଂ ଇରାନର ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ଅଧିକାରୀମାନେ କହିଛନ୍ତି, ରାନ୍ ଗାଭ୍ଲିଙ୍କ ଶବ ଉଦ୍ଧାର କରିବା ଏବଂ ଗାଜା ଚୁକ୍ତିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବା ପାଇଁ ପ୍ରଶାସନ ନେତାନ୍ୟାହୁ ଏବଂ ତାଙ୍କ ଦଳ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରୁଛି। ଆମେରିକାର ଅଧିକାରୀମାନେ କହିଥିଲେ, ଏହି ଆଲୋଚନା ଗାଜାର ସାମରିକ କାର୍ଯ୍ୟକଳାପକୁ ସ୍ଥଗିତ କରିବା ଦିଗରେ ପରବର୍ତ୍ତୀ ପଦକ୍ଷେପର ରୂପରେଖ ଉପରେ ଧ୍ୟାନ ଦେବ ବୋଲି ଆଶା କରାଯାଉଛି। ଏକ ଶାନ୍ତି ବୋର୍ଡ ପ୍ରତିଷ୍ଠା ଏବଂ ଗାଜା ଚୁକ୍ତିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ବିଷୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଘୋଷଣା ପରେ ଏହି ବୈଠକ ହୋଇଥିଲା। ଆମେରିକା ପ୍ରଶାସନ ହମାସର ନିରସ୍ତ୍ରୀକରଣ ପାଇଁ 100 ଦିନର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଫିଲିପାଇନ୍ସର ଦକ୍ଷିଣାଞ୍ଚଳରେ 350ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ କ୍ଷୁଦ୍ର ଜାହାଜ ବୁଡ଼ିଯାଇଛି। ଜାହାଜଟି ଜାମ୍ବୋଆଙ୍ଗାର ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପକୁ ଯାତ୍ରା କରୁଥିଲା, ଯେଉଁଥିରେ ମୋଟ 359 ଜଣ ଲୋକ ଥିଲେ। ଆଜି ସୁଦ୍ଧା ଫିଲିପାଇନ୍ସ ତଟରକ୍ଷୀ ବାହିନୀ, ନୌସେନା ଏବଂ ସ୍ଥାନୀୟ ମାଛଧରା ଡଙ୍ଗାର ଉଦ୍ଧାରକାରୀମାନେ ଅତି କମ୍ରେ 215 ଜଣଙ୍କୁ ଉଦ୍ଧାର କରିଥିବା ବେଳେ 13ଟି ମୃତଦେହ ଉଦ୍ଧାର କରିଛନ୍ତି ଏବଂ 100ରୁ ଅଧିକ ନିଖୋଜ ଅଛନ୍ତି। ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ଭଦୋଦରାର BCS ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:30 ସମୟରେ ଆରମ୍ଭ ହେବ। ଅଦ୍ୟାବଧି RCB 6ଟି ମ୍ୟାଚ୍ ଖେଳି 5ଟି ବିଜୟ ସହ 10 ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷରେ ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ 2ଟି ବିଜୟ ସହ 4 ପଏଣ୍ଟ ପାଇ ପଏଣ୍ଟ ଟେବୁଲର 4 ନମ୍ବର ସ୍ଥାନରେ ରହିଛି। ଭାରତୀୟ ପାଣିପାଗ ବିଭାଗ IMD ଆଗାମୀ 3 ଦିନ ପାଇଁ ଦିଲ୍ଲୀ, ହରିୟାଣା ଏବଂ ଚଣ୍ଡିଗଡ଼ର କିଛି ଅଂଶରେ ଶୀତ ଲହରୀ ପରିସ୍ଥିତି ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ କହିଛି, ହିମାଚଳ ପ୍ରଦେଶ, ଲଦାଖ ଏବଂ ଜାମ୍ମୁ କାଶ୍ମୀରରେ ଆସନ୍ତାକାଲି ପ୍ରବଳ ବର୍ଷା ହେବ। ପାଣିପାଗ ସଂସ୍ଥା ଆସନ୍ତାକାଲି ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ହିମାଚଳ ପ୍ରଦେଶରେ ଘନ କୁହୁଡ଼ି ପରିସ୍ଥିତି ପୂର୍ବାନୁମାନ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶ ଆଜି ପାଳନ କରୁଛି 77ତମ ସାଧାରଣତନ୍ତ୍ର ଦିବସ। କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପାଳନର ନେତୃତ୍ୱ ନେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ଓ ପ୍ରତିରକ୍ଷା ମନ୍ତ୍ରୀ। ସଶସ୍ତ୍ର ବାହିନୀର 70 ଜଣ କର୍ମଚାରୀଙ୍କ ପାଇଁ ବୀରତ୍ୱ ପୁରସ୍କାରକୁ ଅନୁମୋଦନ କଲେ ରାଷ୍ଟ୍ରପତି। ଗ୍ରୁପ୍ କ୍ୟାପ୍ଟେନ୍ ସୁଭାଂଶୁ ଶୁକ୍ଳା ଅଶୋକ ଚକ୍ର ପୁରସ୍କାରରେ ସମ୍ମାନିତ।
ଫିଲିପାଇନ୍ସର ଦକ୍ଷିଣାଞ୍ଚଳରେ ଜାହାଜ ବୁଡ଼ି ଘଟଣାରେ 13ଟି ମୃତଦେହ ଉଦ୍ଧାର, 100ରୁ ଅଧିକ ନିଖୋଜ। ଏବଂ ମହିଳା ପ୍ରିମିୟର ଲିଗ୍ରେ ବଦୋଦରାରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।